ବର୍ତ୍ତମାନ ଆମେ କିକିଆ ପଞ୍ଚାୟତ କେସିଙ୍ଗା ବ୍ଲକର କିକିଆ ପଞ୍ଚାୟତରେ ଅବସ୍ଥିତ ଅଛୁ। ଏଠାରେ ଏକ ପାଉଁଛ କାମ ହେଇଛି ଏକ ବନ୍ଧରେ। ସେ ବନ୍ଧର ନାଁ ହେଲା ଚୌଧୁରୀ ସାଗର। ସେ ଚୌଧୁରୀ ସାଗରରେ ଯୋଉଠି ବନ୍ଧର କାମ କରାଯାଇଛି ସେ କାମ ଅତି ନିମ୍ନମାନର ବୋଲି ଏଠାର ଲୋକମାନେ ଅଭିଯୋଗ ଦେଇଛନ୍ତି। ତ ବର୍ତ୍ତମାନ ଆମ ପାଖରେ ଅଞ୍ଚଳର ପିଏସ୍ ମେମ୍ବର ଅଛନ୍ତି, ତାଙ୍କ ପାଖରୁ ପଚାରି ବୁଝିବା ପ୍ରକୃତ ଘଟଣା କ'ଣ ଅଛି। ଆଜ୍ଞା କ'ଣ ହେଇଛି actually ଘଟଣା? ସାର୍ ନମସ୍କାର, ମୁଁ ଗୋଟେ ପ୍ରତିନିଧି ଯୋଗେଶ୍ୱର ମାଝୀ କିକିଆ ସମିତି ସଭ୍ୟ। ମୋ କାମ ହେଲା ଦେଖିବା କାମ। 5 ଲକ୍ଷ ଟଙ୍କାର କାମଟା ପେଣ୍ଡିଂ ରହିଯାଇଛି। କାମଟା କେବେ କରିବେ କେବେ ନାହିଁ ସବୁ ଯେତେବେଳେ କେ ଇଟା ହେଲା ଖରା ମାସେ କାମ କରବା କଥା, ସେଟା ବି ବର୍ଷା ମାସେ କାମ କରୁଛନ୍ତି, ଅଧା ପେଣ୍ଡିଂ ରହିଯାଇଛି। ଗୋଟେ ଦୁଇ ଲୋକ ଖଣିଆ ଆପରି ହେଲେ ନା। ମୋର ଉଦ୍ଦେଶ୍ୟ ହେଲା କାମଟା କମ୍ପ୍ଲିଟ ହଉ। আর যেন যেন জিনিস 5 লক্ষ টঙ্কা জায়গায় 4 লক্ষ ବି କରନ୍ତି ଅନାପନ ବି ଜାନ କୋଉ କାମ ହେବା କଥା ଏଠି? ଆକ୍ଚୁଆଲି এটা ମାଟି କାମ ହେବା କଥା। ସେଟାକୁ ସେମାନେ ପେଣ୍ଡିଂ ଫେଣ୍ଡିଂ କରି କରି କାହାକୁ ଧରି କରି ନେଇକି ସେଟାକୁ ପୌଁଛ କାମ କରିଦେଇଛନ୍ତି। ସେଟା କ'ଣ ଆମକେ ବୁଝି ନାହିଁ କି ସରପଞ୍ଚକେ ବୁଝି ନାହିଁ, ସେଟା ମାଟି କାମ ହେବା କଥା, ସେଟାକେ ପୌଁଛ କାମ କରିଦେଇଛନ୍ତି। ଗ୍ରାମବାସୀ ନିମ୍ନମାନର କାମ ବୋଲି ଅଭିଯୋଗ କରୁଛନ୍ତି। ହଁ ଅଭିଯୋଗ କରୁଛନ୍ତି। ସେଟା ମକେ ବି କହିଲେ ଯେ 4 ଲୋକ କହିଲେ ଯେ ଇ ଜିନିଷ ମାନେ ନେଇ ହେବା କଥା। ସେ ଜାଗା ନା ତାକର ଭିତରା ସରି ମାନେ କାହାକୁ ଧରି କରି ସେମାନେ କାମ କରୁଛନ୍ତି। এই জিনিস ଆପଣ ସମିତି ସଭ୍ୟ ହିସାବରେ କ'ଣ ଚାହୁଁଛନ୍ତି? ମୋ ସାର୍ ଯାହାଟା ତ କାମ କରିଛନ୍ତି ଠିକ ଅଛି, କମ୍ପ୍ଲିଟ ତ ନେଇ ହେବାର। କମ୍ପ୍ଲିଟ କରି କରି ଆର ତୋରେ 2-4ଟା ପୌଁଛ ବନେଇ କରି ଆମର ଯେନ୍ 2ଟା ପଞ୍ଚାୟତ ବ୍ଲକର ପଞ୍ଚାୟତ ଅଛି କୁଣାବନ और କିକିଆ ପଞ୍ଚାୟତର ଲୋକ ମାନେ ଆଶା ଯାହା କରୁଛନ୍ତି ସେମାନେ ଗାଦା ବୋଦା କରିବା କାଜି ମୁଁ ଚାହୁଁଛି। ସେଥିପାଇଁ ତ ବର୍ତ୍ତମାନ ଆପଣ ଶୁଣି ପାରୁଥିଲେ ଯେ ଏହି ବନ୍ଧ କାମରେ ଯୋଉ ପାଉଁଛ ତିଆରି ହେଇଛି ସେ ପାଉଁଛଟି ପୁରା ନିମ୍ନମାନର କାର୍ଯ୍ୟ ବୋଲି ଅଞ୍ଚଳର ସମିତି ସଭ୍ୟ ଅଭିଯୋଗ କରୁଛନ୍ତି। ଆମ ପାଖରେ ଆଉ କିଛି ଗ୍ରାମବାସୀ ଅଛନ୍ତି, ସେମାନଙ୍କ ପାଖରୁ ବି ମଧ୍ୟ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିବା। ସାର୍ ପ୍ରକୃତ ଘଟଣା କାଣା ହେଇଛି ଆଜ୍ଞା? ଏଟା ପହୁଞ୍ଚ କାଣା ହେଇଛି ଆଜ୍ଞା? କାଣା ହେଇଛେ ପହୁଞ୍ଚ ହେଲା ଦରଖଣିଆ ହେଇଛେ ବୁଝଲେ କି ପହୁଞ୍ଚ ଦରଖଣିଆ ହେଇଛେ। ଏଚନ୍ ମୁଇଁ ଗାଧୁଥିଲି ସର୍ଦି କରି ପଡ଼ିଗଲି, ଭଲେ ଭୁସି କରି ନେଇ ମଲି ସିଆଡ଼େ ଗରବ କହେଟା ହଉଛି ଆଜ୍ଞା। ଗରବ କରି ଖାଲ ଅଛି ତ ସେଟା କମ୍ପ୍ଲିଟ ନେଇ ହେବା କାମ। ଏଟା 5 ଲକ୍ଷର କାମ କରି କରି ଏନ୍ତା ଦରଖଣିଆ ହେବା ବୋଲି ଆମେ ସେମାନଙ୍କୁ କହୁଛୁ। ତାପରେ ଇଆଡ଼େ କ୍ୱାର୍ଟର ଗୋଟେ ବନବାର ଅଛି, ସେ କ୍ୱାର୍ଟର ବି ନେଇ ପାରୁଛି। କେବେ ହେବା ସେଟା ଯେ ଆଜ୍ଞା କାଁ ବୋଲି କହମା। ଏଚନ୍ ମୁଇଁ ପାନ ଗାଧୁଥିଲି, ପାନ ଗଦା ଲୋକ ସବୁ ଲୋକ ଅଛୁ, ଏଟା ସବୁ ଠିଆ ହେଇଛୁ ହିନ୍ଦେ ପାନ ଗାଧି କରି ଠିଆ ହେଇଛୁ। ଆର ଆଜ୍ଞା ମାନେ ପୁଞ୍ଚିଲେ ଆପଣ କାଣା ଚାହୁଁଛନ୍ତି? ଏବେ କାଣା ଚାହିଁମୁ ଆଜ୍ଞା ପାଉଁଛ ପୁରା କିଲୋର ହେଇଯାଉ। আর তলকে 4টা পৌঁছ আছে, তার 4টা পৌঁছ আছে, আর ঘর ଗୋଟେ আছে তার। এটা 5 লক্ষ টাকার কাম এটা নিম্নমানর বলি গ্রাম লোক কହୁଛନ୍ତି। এটা ନାଇଁ ସତରେ ନାଇଁ ନିମ୍ନମାନର କାମ ହେଇଛି? এটা ନାଇଁ ଆଜ୍ଞା, এটা 5 ଲକ୍ଷ ଟଙ୍କାର କାମ ନୁହେଁ। ନିମ୍ନମାନର କାମ ହେଇଛି ଏଟା ହଁ ସତ୍ୟତା? ସେଟା ହେଲେ କଥା କିନି ଆଜ୍ଞା। ହୁଁ। ଆମେ ତ ଇନେ ୟୁଜ କରୁଛୁ ସବୁବେଲେ, ସବୁଦିନ ୟୁଜ କରୁଛୁ। আর ସେମାନେ କରିଦେବେ ଭାଗି ଯିବେ ଆଜ୍ଞା। ଆମେ ଖଣେ ଗୁଲଗୁଲା ହେଇକରି ପଡମୁ, କରିଛୁ ତ ବୋଲି ଦେବେ। ତ ସେ କଥାରେ ଆମେ କାଣା କରମୁ କହ? ତ ବର୍ତ୍ତମାନ ମୋ ପାଖରେ ଆଉ ଜଣେ ବି ଗ୍ରାମବାସୀ ଅଛନ୍ତି, ତାଙ୍କୁ ମଧ୍ୟ ପଚାରି ବୁଝିବା ପ୍ରକୃତ ଘଟଣା କ'ଣ ହେଇଛି। ଆଜ୍ଞା ଏଟା ଆପଣ ଗାଧି ଯାଇଥିଲେ ବୋଧେ? ହଁ ଆଜ୍ଞା ଗାଧି ଯାଇଥିଲୁ। ଆଜ୍ଞା କାଣା ହେଇଛି ଏଟା? ଆଜ୍ଞା ଦରଖଣିଆ କରିଦେଇଛନ୍, ଦରଖଣିଆ କରିଛନ୍ ଆଜ୍ଞା। ଏ ରଡ ଗୁଡା ଦେଖି ଦେଇଛନ୍ ଆଜ୍ଞା, ଏତି ଭୁସି କରି ମରାର ବେଲି ନା ଆଜ୍ଞା ଦେଖୁଛ କି ଏତି ଭୁସି କରି ମର ଗାଧି ନେଇ ପାରବାର। ହଁ ଏତି ବାଲ ବୁଲା ଧরে ପକେଇଥିଲେ ଗାଧି ହେଇଥିତେ ଲୋକ 500 নি বনে পারলে বালুয়া টিকে পকেই দিতে বস্তা বুতরে পকেইଥିଲେ গাধি থিতু। গুটেক দিলে খণিয়া ହେଇ ଗଲେ ନା ଭୁସି କରି। ତ ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇବାକୁ ଚାହିଁବି ପ୍ରକୃତରେ ଗ୍ରାମବାସୀଙ୍କ ଅଭିଯୋଗ କ'ଣ ଅଛି। ଏଇଟା ଆପଣ ଦେଖିପାରୁଥିବେ 5 ଲକ୍ଷ ଟଙ୍କାରେ କାମ କରାଯାଇଛି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର ବୋଲି ଗ୍ରାମବାସୀ ବର୍ତ୍ତମାନ ଅଭିଯୋଗ କରୁଛନ୍ତି। ଆପଣ ମୋ କ୍ୟାମେରାମ୍ୟାନ ସହଯୋଗୀକୁ ଦେଖେଇବାକୁ ଚାହିଁବି। ଏଇଟା ମାନେ ଏମିତି ଭାବରେ ନିମ୍ନମାନର କାମ, ମାନେ ରଡ୍ ଗୁଡାକ ସବୁ ବାହାରି ଆସିଛି ଏବଂ ଏତିକି ଭାବରେ ନିମ୍ନମାନର କାମ କରାଯାଇଛି ଯେ ଲୋକେ ଏଠି ପଡିକିରି ଦୁର୍ଘଟଣାଗ୍ରସ୍ତ ମଧ୍ୟ ହେଉଛନ୍ତି, ଲୋକେ ଆହତ ହେଇସାରିଲାଣି କେତେ ଜଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତ এই বিষয়বস্তুକୁ ନେଇ ଆମେ ବର୍ତ୍ତମାନ ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟ ଫୋନ କରିଥିଲୁ, କିନ୍ତୁ ସେ ଫୋନ ରିସିଭ୍ କରୁନାହାନ୍ତି। ଏଠାରେ ବାରମ୍ବାର ଅଭିଯୋଗ ହେଉଛି ଯେ ବିଭାଗୀୟ ଯନ୍ତ୍ରୀ କାହାକୁ ମାନୁନାହାନ୍ତି, ଠିକାଦାରଙ୍କ ସହିତ ହାତ ମିଳାଇ ଏମାନେ ସବୁ ପଇସାକୁ ଖାଇବା ପାଇଁ ବିଚାର କରୁଛନ୍ତି ବୋଲି ଅଞ୍ଚଳର ଅଭିଯୋଗ ହେଉଛି। ତ ଏ ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ ହୋଇ ଶୀଘ୍ର ଏ ବିଷୟରେ ଆକ୍ସନ ନିଅନ୍ତୁ ବୋଲି ସାଧାରଣର ଅଭିଯୋଗ ହେଉଛି। କଳାହାଣ୍ଡି କେସିଙ୍ଗାରୁ ବିବେକାନନ୍ଦ ଦାସଙ୍କ ରିପୋର୍ଟ, MBC TV।